ଆଜିର ଟପିକ୍ ହେଉଛି ଦ ଜେନେରାଲ ପ୍ରୋଲୋଗ ଟୁ ଦ କେଣ୍ଟରବରୀ ଟେଲ୍ ବାଇ ଜିଓଫ୍ରି ଚସର। ତ ଏଇ ଟପିକ୍ଟାକୁ ଆମେ ଯିବା ଆଗରୁ ପ୍ରଥମେ ଟପିକ୍ ବିଷୟରେ ଟିକେ ବେସିକ୍ ଜାଣିଯିବା, ତାପରେ ତା ଷ୍ଟୋରିକୁ ମୁଁ ଭଲସେ କ୍ଲାରିଟି ସହିତ କହିଦେବି। ତ ଆମେ ଏଠି ଦେଖିବା ଯେ ଦ କାଣ୍ଟରବରୀ ଟେଲ୍ ନାମକ ଏକ ବିଶେଷ ବୁକ୍ର ସବୁଠୁ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଥମ ପାର୍ଟ ହେଉଛି ଦି ଜେନେରାଲ ପ୍ରୋଲୋଗ। ସେ ବିଷୟରେ ଆମେ ଏଠି ଆଲୋଚନା କରିବା। ଏହା କେବଳ ଗୋଟିଏ ସିମ୍ପଲ ବୁକ୍ ନୁହଁ, ଏହା ଶହ ଶହ ବର୍ଷ ପୂର୍ବର ଲୋକମାନଙ୍କର ଯୋଉ ଜୀବନ, ଚିନ୍ତାଧାରା ଏବଂ ସମାଜକୁ ଦେଖିବା ପାଇଁ ଏକ ଝରକା ପରି, ମାନେ ଦ ରିଆଲିଟି ଫ୍ୟାକ୍ଟ ଏଥିରେ ସେଇଠି ଲେଖିଛନ୍ତି। ଏଠି ନା ଜିଓଫ୍ରି ଚସର ନିଜେ ଗୋଟେ କେଣ୍ଟରବରୀ ନାମକ ଏକ ଜାଗାକୁ ଯାତ୍ରା କରିଥିଲେ, ମାନେ ଟ୍ରାଭେଲ କରିଥିଲେ। ତ ତାଙ୍କ ସହ କଣ କଣ ହେଇଥିଲା, ତାଙ୍କ ଅନୁଭବ କଣ ଥିଲା, ତ ସେ ସେଇଟାକୁ ଏଥିରେ ଲେଖିବା ପାଇଁ ଚେଷ୍ଟା କରିଛନ୍ତି। ଏଥିରେ ଆମର ନା ତାଙ୍କ କ୍ୟାରେକ୍ଟର ଗୁଡ଼ିକୁ ଲେଖିଛନ୍ତି, ଆଉ କେବଳ କାଣ୍ଟରବରୀ ଟେଲ୍ସ ଯୋଉ ଅଛି ସେଇଥିରେ ସେମାନେ କଣ କଣ ସବୁ କରିଛନ୍ତି ସେଥିରେ ଟିକେ ଅଧିକା ଡେସ୍କ୍ରାଇବ୍ କରିକି ଲେଖା ହେଇଛି। କିନ୍ତୁ ଦ ଜେନେରାଲ ପ୍ରୋଲୋଗରେ ଓନ୍ଲି କିଏ କିଏ ଥିଲେ କ୍ୟାରେକ୍ଟର ମାନେ, ଆଉ ସେମାନଙ୍କର ମାନେ କଣ ତାଙ୍କ ନିତିଦିନ ଜୀବନରେ ସେମାନେ ସବୁ କେମିତି ଦେଖିବାକୁ ହଉ, ତାଙ୍କ ବେଶଭୂଷା ହଉ, ତାଙ୍କ କ୍ୟାରେକ୍ଟର ବିଷୟରେ ଭଲସେ ଟିପ୍ପଣୀ ଏଠି କରିଛନ୍ତି। ଚାଲ ଷ୍ଟାର୍ଟ କରିବା ଏଇ ଷ୍ଟୋରିକୁ। ଯେମିତି ତମେ କାହାଣୀ ଶୁଣିଥିବ ବଡ଼ ଲୋକମାନଙ୍କ ପାଖରୁ, ସେହିପରି ଭାବରେ ମୁଁ କାହାଣୀ ହିସାବରେ ଆପଣଙ୍କୁ କହିବି, ଯାହା ଫଳରେ ଆପଣଙ୍କୁ ଭଲ ଭାବରେ ବୁଝି ହେବ। ତ ଚାଲନ୍ତୁ ଆମ କାହାଣୀ ଷ୍ଟାର୍ଟ କରିବା। ଗୋଟେ ସମୟର କଥା, ଇଂଲଣ୍ଡରେ ସ୍ପ୍ରିଙ୍ଗ ସିଜିନ୍ ମାନେ ବସନ୍ତ ଋତୁର ଖୁବ୍ ସୁନ୍ଦର ସମୟ ଥିଲା। ଗଛ ଗୁଡ଼ିକରେ ନୂଆ ପତ୍ର ବି ଆସି ଯାଇଥିଲା, ଆଉ ଫୁଲ ଗୁଡ଼ିକ ମଧ୍ୟ ଫୁଟିକି ବହୁତ ସୁନ୍ଦର ଦେଖାଯାଉଥିଲା। ଲୋକମାନେ ଶୀତ ଋତୁରେ ଥଣ୍ଡାରୁ ପୁରା ବିରକ୍ତି ହେଇସାରିଥିଲେ, ଥକି ଯାଇଥିଲେ। ଇଂଲଣ୍ଡରେ ଜାଣିଥିବ ପ୍ରାୟ ସବୁବେଳେ ଥଣ୍ଡା ରୁହେ, ଆଉ ଶୀତ ଦିନରେ ପ୍ରାୟ ଅଧିକ ଥଣ୍ଡା ରୁହେ। ଯେହେତୁ ଶୀତ ଚାଲି ଯାଇଛି ଆଉ ଏଠି ବସନ୍ତ ଋତୁ ଆସିଯାଇଛି, ସେଥିପାଇଁ ଲୋକମାନେ ବାହାରକୁ ଯାତ୍ରା କରିବା ବା ଟ୍ରାଭେଲ କରିବା ପାଇଁ ବହୁତ ଭଲ ପାଆନ୍ତି। ଏଇ ଯାତ୍ରା ଥିଲା କାଣ୍ଟରବରୀର, ଯୋଉଠିକି ଜଣେ ବହୁତ ବଡ଼ ସନ୍ଥ ଥିଲେ। ତାଙ୍କ ନାଁ ଥିଲା ସେଣ୍ଟ ଥୋମାସ ବେକେଟ୍। ଲୋକମାନେ ମାନନ୍ତି କି ତାଙ୍କ ପାଖକୁ ଗଲେ ସେମାନଙ୍କର ଦୁଃଖ ଦୂର ହୋଇଯାଏ, ଆଉ ସେମାନଙ୍କ ଇଚ୍ଛା ବି ପୁରା ହେଇଯାଏ। ତ ଏଇଭଳି ଭାବରେ ଗୋଟିଏ ଦିନ ଲଣ୍ଡନ ବାହାରେ ଗୋଟିଏ ଜାଗା ଥିଲା, ଯାହାର ନାମ ଥିଲା ଟବାର୍ଡ ଇନ୍। ଏଇଟା ଗୋଟିଏ ବଡ଼ ରେଷ୍ଟ ହାଉସ୍ ଭଳି, ମାନେ ଯୋଉମାନେ ଟ୍ରାଭେଲ କରିବା ପାଇଁ ଯାଆନ୍ତି ତ ସେମାନେ ଏଠି ଆସିକି ଅଟକିକି ରୁହନ୍ତି, ଏକାଠି ହୁଅନ୍ତି, ଦେନ୍ ସେମାନେ ସେଠୁ ଯାଆନ୍ତି। ସେଠି ଗୋଟିଏ ରାତ୍ରିରେ ଅଲଗା ଅଲଗା ପ୍ରକାରର ଲୋକ ଆସିକି ଏକାଠି ହେଲେ। ଏଠି ଅଲଗା ଅଲଗା ପ୍ରକାର ଲୋକ କାହିଁକି କହିଲି ସେଇଟା ପରେ ଜାଣି ନେବ। ଇଏ ସବୁ କେଣ୍ଟରବରୀ ଯିବେ। ଏମାନଙ୍କ ମଧ୍ୟରେ ନିଜେ ଥିଲେ ଜିଓଫ୍ରି ଚସର, ଯିଏ ଏହି କାହାଣୀଟାକୁ ଲେଖିଛନ୍ତି, ଆଉ ସିଏ ଏଠି ଆମକୁ ଏଇ ଷ୍ଟୋରିଟା ଜଣାଉଛନ୍ତି। ଚସର ଦେଖିଲେ କି ଏଠି ସବୁ ଲୋକ କେତେ ଅଲଗା ଅଲଗା ଥିଲେ। ପ୍ରାୟ ସବୁ ନିଜେ ନିଜର ପଇସା ଆଉ ନିଜର ଯୋଉ କ୍ଷମତା, ନିଜ ଖାସିୟତ ସହିତ ଥିଲେ। ସେ ଭାବିଲେ କି ସେ ଆମକୁ ଏଇ ସବୁ ଲୋକଙ୍କ ବିଷୟରେ କିଛି ଜଣେଇବେ, ସେଥିପାଇଁ ଏଇଟା ଲେଖିଲେ। ଆଉ ବାସ୍ ସେ ଜଣେ ଜଣ କରିକି ସମସ୍ତଙ୍କର ପରିଚୟ ଦେବା ଆରମ୍ଭ କରିଦେଲେ। ସିଏ ଫାଷ୍ଟ ସେଠି ଜଣେଇଲେ କି କିଏ କିଏ ଥିଲେ ସେ ଯାତ୍ରୀରେ, ଯୋଉ ଯାତ୍ରା ସେମାନେ ଟ୍ରାଭେଲ କରିବେ କାଣ୍ଟରବରୀକୁ, କିଏ କିଏ ସେମାନଙ୍କ ସହ ଥିଲେ, ସେଇଟା ହିଁ ଜେନେରାଲ ପ୍ରୋଲୋଗର ମେନ୍, ଆଉ ଏଇଟା ହିଁ ପୁରା ଷ୍ଟୋରି। ତ ଫାଷ୍ଟ ଦେଖିବା, ସବୁଠୁ ପ୍ରଥମେ ଜଣେ ବାହାଦୁର ନାଇଟ୍ ଥିଲେ। ନାଇଟ୍ ମାନେ ତମେ ଜାଣିଥିବ ଯୋଉମାନେ ରାଜା ରାଜୁଡ଼ ଶାସନରେ ରାଜାମାନଙ୍କ ପାଖରେ, ରାଣୀମାନଙ୍କ ପାଖରେ ସୈନିକ, ବହୁତ ମାନେ ହେଡ୍ ସୈନିକ ଭାବରେ କାମ କରନ୍ତି, ସେମାନେ ନାଇଟ୍ କୁହାଯାଏ। ଷ୍ଟୋରି ପୂର୍ବରୁ ବି ଅଛି, ତମେ ଜାଣିଥିବ। ତ ସିଏ ଏମାନଙ୍କ ସହ ଯୋଉ ନାଇଟ୍ ଯାଇଥିଲେ ତାଙ୍କ ବିଷୟରେ ସେ ଏଠି କହୁଛନ୍ତି କି ସେ ବହୁତ ଭଲ ଲୋକ ଥିଲା, ଇମାନଦାର ଆଉ ସ୍ପଷ୍ଟବାଦୀ ବି ଥିଲା। ସେ ସୈନିକ ଥିଲା, ସେ ବହୁତ ଯୁଦ୍ଧ ବି ଲଢ଼ି ସାରିଥିଲା, ଆଉ ସବୁ ଯୁଦ୍ଧରେ ପ୍ରାୟ ସେ ଜିତିଥିଲା। ତାଙ୍କର ଡ୍ରେସ୍ ବିଷୟରେ କହିଲେ, ପିନ୍ଧିବା ଅନୁସାରେ କହିଛନ୍ତି କି ସେ ବହୁତ ସିମ୍ପଲ ଡ୍ରେସ୍ ପିନ୍ଧିଥିଲେ, ଆଉ ଯାତ୍ରା ଯିବା ପାଇଁ, ଟ୍ରାଭେଲ କରିବା ପାଇଁ ପୁରା ରେଡି ବି ଥିଲେ। ନେକ୍ସଟ କ୍ୟାରେକ୍ଟର ବିଷୟରେ କହିଛନ୍ତି, ସେ ନାଇଟଙ୍କ ସହିତ ନାଇଟଙ୍କର ଗୋଟେ ପୁଅ ଯାଇଥିଲା। ସେ ଗୋଟେ ୟଙ୍ଗ ସ୍କୋୟାର ବି ଥିଲା। ତ ସେ ବହୁତ ହ୍ୟାଣ୍ଡସମ୍ ଆଉ ଫୁର୍ତ୍ତିଲା ଯୁବକ ଥିଲା। ସେ ଗୀତ ଗାଉଥିଲା, ମାନେ ଜଷ୍ଟ ଲାଇକ୍ କୁହନ୍ତି ସିଙ୍ଗର ଟାଇପ୍ରେ ଥିଲା।
से बंसी बजाए और झीओं को इम्प्रेस करने को चाहे। से भी किसी युद्ध लड़ी किंतु तार ड्रेस ना ता पिंधिबा विषय कहते किंतु ता ड्रेस ना टिके चमकीला थिला जेमती डिस्को टाइप रे थाए नी जो माने सिंगर फिंगर ना गांती से मानक परी चमकीला थिला जोटा देखिले लागुथिला कि से गोटे फैंसी कंपटीशन लो माने बहुत शौक अछि तार फैशन करिवो बुलिवो तापरे हमें देखिबा थर्ड रे गोटे कैरेक्टर विषय कहउचंदी तांको सह जणे ह्यूमन जाइथिले जी जंगलर रक्षणाबेक्षण करती जंगल गछपत्रर रक्षणाबेक्षण काम करती से ना सबु बेले तांको खंडा सहित प्रस्तुत रहुतिले एवं तांको मुह सूर्य किरण रे बहुत रंगीन देखा जाउतला इटा तांको बहुत डिस्क्राइब करी ता विषय कहिसंती तापरे जिबा आउ जनक विषय कहिसंती जने प्रिय नन रहुतिले जांकर नाम थिला प्रायोरेस से बहुत कोमल थिले और सॉफ्ट हार्टेड लेडी थिले नरम हृदय वाला लोक थिले और तांकर व्यवहार भी बहुत भल थिला से ना इंग्लिश रे कथा कहउतिले आ फरासी मध्य कहबा पई धीरे धीरे टिके चेष्टा करुथिले से पशु माननको मध्य बहुत भल पाउथिले विशेष करी छोट छोट कुकुर को बहुत भल पाउथिले पपीज से देखिबा को टिके मोटा थिले गुलमोटल टाइप रे थिले और तांकर एक चकचकिया ना ब्रोच थिला तापरे कहिचंती जे तांको सहित से एकिटे जाई नथले तांको सह जणे भी नन थिले तांको परिका आ जणे पाद्री थिले तापरे जिबा आउ जनक विषय कहिचंती तापरे थिले जणे ए मंक थिले माने सन्यासी थिले से डेंगा और देखिबा पई बहुत खूबसूरत थिले माने तांको शरीरटा टिके हाइट वाला थांदी हाइट हैंडसम वाला से टाइप रो से लोक थिले से किंतु शिकार करबा को बहुत भल पाउथिले जेतेबेले कि सन्यासी माने मंदिर रहबाको उचित से टिके अलगा टाइप रो सन्यासी माने बाध्य रे सन्यासी ग्रहण करबा टाइप रे तांकर शौक किंतु सिंपल मनीष परी थिला तांकर सुंदर घोड़ा थिला एवं से तांको पोशाक ना बहुत सुंदर रखुथिले माने बहुत सुंदर सुंदर पोशाक भी से पिंधुथिले तापरे कहिचंदी जणे फ्रेयर थिले तांकर नाम थिला होबर्ट से जो लोकंकर ना बहुत लोक मान को क्षमा करिबारे साहाय्य करुथिले माने मजा मस्ती करिकि लोक मान को मिसई बारे किंतु हाँ जेतेबेले से टंका पाउथिले माने ए काम जदि से टंका पाइबे देन से करुथिले नने निज इच्छा रे से करुनथिले से माने भलो गीत गांती और लोक माननको से गीत रे हसांती माने बहुत सुंदर सुंदर कॉमेडी गीत गांती गीत को बहुत व्यंगात्मक भाव रे गांती विशेष करी से धनी लोक मान को हसांती माने धन संपद तांको इति प्रभाव रे प्रभावित करे लोभ रे से रुहंती नेक्स्ट जणे अछंती से कहिचन जणे मर्चेंट थिले जणे व्यवसायी जहांकर बड़ दाढ़ी थिला आउ से ना चमकदार पोशाक पिंधुथिले से सब बेले तांको व्यवसाय विषय रे कथा हेउथिले आउ से केते सफल ताहा देखै पारुथिले माने टिके देखाणिया टाइप रो सेठी थिले माने एटी जेते लोक प्राय जाइछंती निज निज गुण को से माने बहुत भल भाव रे देखै पारुछंती हुए तो से खराब हुए तो से भल माने देखाणिया गुणटा समस्त पाखरे प्राय अछि किंतु से गुप्त भाव रे ऋण रे बुड़ी रहितिला माने देखे होची कि से बहुत सफल एंड कही होची कि मु ए सब करची से सब करची मो व्यवसाय रे बहुत ऊपर को जाईची किंतु एक्चुअली रियलिटी रे से बहुत ऋण रे बुड़ी रहितिले तापरे से कहिचंदी जने ऑक्सफोर्ड विश्वविद्यालय छात्र जहा ना होची क्लार्क से थी जाइथिला जे कि बहुत पतला थिला एवं तांकर पोशाक मध्य बहुत मोटा थिला माने से बहुत पतला हेले भी मोटा मोटा पोशाक धारण करुथिला आउ कहिचंदी तांको पाखरे पुस्तक बा बही व्यतीत आउ किछि भी नथिला आउ से केवल पढ़िबा को ही चाहुथिले से बहुत ज्ञानी थिले आउ सब बेले किछि ना किछि नुवा सिखिबा पई चेष्टा करुथिले तापरे कहिचंदी सेठी थिले जणे वकील जहांको ना हेउची सार्जेंट आर्ट लॉ जी कि बहुत बुद्धिमान और आईन विषय रे ज्ञानी भी थिले से सब बेले व्यस्त देखे होतिले किंतु हुए तो से एते व्यस्त नथिले राइटर कहिचन जे से व्यस्त देखे होतिले कि मु बहुत व्यस्त अछि बट लागु नथला कि एक्चुअली से एतिके व्यस्त अछंती माने एक्टिंग कला भली लागुथिला नेक्स्ट कहिचंती जणी जमीदार थिले जहांको ना होची फ्रैंकलिन जी कि बहुत खुशी थिले आउ
ସବୁବେଳେ ଭଲ ଖାଦ୍ୟ ଖାଉଥିଲେ। ତାଙ୍କର ଘରେ ପ୍ରାୟତଃ ଲୋକମାନେ ସବୁବେଳେ ଫୁଲ୍ ରହୁଥିଲେ। ଆଉ ସେଠାରେ ତାଙ୍କର ଯୋଉ ଘରେ ସମସ୍ତ ପ୍ରକାରର ଖାଦ୍ୟ ବି ବନାଯାଉଥିଲା। ଯେହେତୁ ଜମିଦାର ଘର ସେମିତି। ତ ଆଉ ଜଣଙ୍କ ବିଷୟରେ ଏଠି କହିଛନ୍ତି କି ସେଠି ନା କିଛି ବ୍ୟବସାୟ ବି ଥିଲେ। ସେମାନଙ୍କ ମଧ୍ୟରେ କିଛି ବ୍ୟବସାୟୀ ଥିଲେ। ଜଣେ କପଡ଼ା ଶ୍ରମିକ, ଜଣେ ବଢ଼େଇ, ଜଣେ ବୁଣାକାର, ଜଣେ ରଙ୍ଗକାରୀ, ଆଉ କିଛି କାର୍ପେଣ୍ଟ ଯୋଉ ନିର୍ମାତା ସେମିତି ବି ଲୋକ ଥିଲେ। ତ ସେମାନଙ୍କ ସମସ୍ତେ ଗୋଟିଏ ଗୋଷ୍ଠୀରେ ଥିଲେ। ଆଉ ସେମାନଙ୍କର ପୋଷାକ ବହୁତ ନୂଆ ଆଉ ଚମକୁଥିଲା। ମାନେ ନୂଆ ନୂଆ ପୋଷାକ ବୋଧେ ଧାରଣ କରିକି ସେମାନେ ଯାଇଥିଲେ ଯାତ୍ରା କରିବା ପାଇଁ। ତାପରେ ସେମାନଙ୍କର ନିଜସ୍ୱ ରୋଷେଇଆ ମଧ୍ୟ ଥିଲା, ଯିଏକି ସମସ୍ତ ପ୍ରକାରର ସ୍ଵାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରୁଥିଲା। କିନ୍ତୁ ତାଙ୍କର ଆଣ୍ଠୁରେ ଏକ ପ୍ରକାର କ୍ଷତ ବା ଘା ଥିଲା। ରାଇଟର କହିଲେ କି ମୁଁ ଦେଖିଲି କି ସେମାନଙ୍କ ଆଣ୍ଠୁରେ ଗୋଟେ ପ୍ରକାର କ୍ଷତ ଅଛି। ତାପରେ କହିଛନ୍ତି ତାଙ୍କ ମାନଙ୍କ ଭିତରେ ଥିଲେ ଜଣେ ଜାହାଜୀ ଚାଳକ, ଯୋଉ ସିପ୍ ଚାଳକ କରନ୍ତି, ଜାହାଜ ଚାଳକ, ଯିଏକି ସମୁଦ୍ର ପାର ହେଇକି ବହୁତ ଯାତ୍ରା ବି ମଧ୍ୟ କରିସାରିଛନ୍ତି, ବହୁତ ଟ୍ରାଭେଲ କରିସାରିଛନ୍ତି। ସେ ଜଣେ ଚାଷୀ ଥିଲେ। ସେ କହିଛନ୍ତି ଆକ୍ଚୁଆଲି ସେ ଜଣେ ଚାଷୀ ଥିଲେ, ଯାହା ଚଳାନ୍ତି, ବଟ୍ ସେ ଜଣେ ଚାଷୀ ଥିଲେ। ସେ ପୂର୍ବରୁ ବି ଯାତ୍ରା କରିସାରିଥିଲେ। ସେ କ୍ଷେତରେ ଆଉ ବଗିଚାରୁ ଚୁରି କରୁଥିଲା। ଆଉ ଏଇଟା ଗୋଟେ ବହୁତ ବିପଦପୂର୍ଣ୍ଣ କାମ ବୋଲି ବି ରାଇଟର କହିଛନ୍ତି କି ଏତେ ବଡ଼ ଚୋରି ପୁଣିଆ ବିପଦପୂର୍ଣ୍ଣ କାମ ବି ସେ କରୁଥିଲେ। ନେକ୍ସଟ କହିଛନ୍ତି ଜଣେ ଡାକ୍ତର ଥିଲେ ଯିଏ ବହୁତ ବୁଦ୍ଧିମାନ ଥିଲେ ଆଉ ତାରା ଦେଖିକି ରୋଗର ଚିକିତ୍ସା କରୁଥିଲେ। ଷ୍ଟାର, ଆକାଶର ଷ୍ଟାର ମାନେ ତାରା ଦେଖିକି ସେ ରୋଗୀଙ୍କର ଚିକିତ୍ସା ବି କରିପାରୁଥିଲେ। କିନ୍ତୁ ସେ ନା ସୁନାକୁ ବହୁତ ଭଲ ପାଆନ୍ତି, ମାନେ ଗୋଲ୍ଡକୁ ଲୁଭିଥିଲେ। ଏହାପରେ ବାଥର ଜଣେ ସ୍ତ୍ରୀ ଆସିଲା ଯାହାର ନାଁ ହଉଛି ଆଲିସୁନ। ସେ ଟିକେ ପତଳା ଥିଲା ଆଉ ତାହାର ନା 5 ଥର ବିବାହ ହେଇସାରିଥିଲା। ମ୍ୟାରେଜ 5 ଥର ସରିଥିଲା। ସେ ବହୁତ ଫ୍ୟାସନ କରୁଥିଲା, ମାନେ ଟିକେ ଷ୍ଟାଇଲିଶ ଥିଲା। ଆଉ ତାଙ୍କର ପୋଷାକ ବହୁତ ଚଉଡ଼ା ଥିଲା। ସେ ବହୁତ କଥା ହେବା ପାଇଁ ପସନ୍ଦ ବି କରୁଥିଲେ। ଆଉ ଭ୍ରମଣ ବା ବୁଲିବାକୁ ବି ମଧ୍ୟ ସେ ବହୁତ ପସନ୍ଦ କରୁଥିଲେ। ତାପରେ ଜଣେ ଭଲ ବ୍ୟକ୍ତି ବିଷୟରେ କହିଲେ, ଯିଏ ଗ୍ରାମର ପୁରୋହିତ, ଭିଲେଜ ପ୍ରିଷ୍ଟ ଥିଲେ। ସେ ବହୁତ ଗରିବ ଥିଲେ କିନ୍ତୁ ତାଙ୍କର ହୃଦୟ ବହୁତ ଧନୀ ଥିଲା, ମାନେ ବହୁତ ଗୁଡ ହାର୍ଟେଡ ଥିଲେ। ସେ ଲୋକମାନଙ୍କୁ ସତ୍ୟ କଥା କହିବାକୁ ଶିଖାଉଥିଲେ ଏବଂ ତାଙ୍କ ନିଜ ଜୀବନରେ ମଧ୍ୟ ଏହି ଶିକ୍ଷାକୁ ସେ ମାନୁଥିଲେ, ମାନେ ନିଜେ ବି ସତ କଥା କହୁଥିଲେ। ସେ ସବୁବେଳେ ଅନ୍ୟକୁ ସାହାଯ୍ୟ କରୁଥିଲେ। ତାପରେ ଏଠି ଆଉ ଜଣେ ତାଙ୍କ ଭାଇ ମଧ୍ୟ ଥିଲା। ସେ ଗୋଟେ ହଳକାରୀ, ପ୍ଲାଉମେନ୍, କୃଷକ ଥିଲା। ସେ ମଧ୍ୟ ବହୁତ କଠିନ ପରିଶ୍ରମ କରୁଥିଲେ ଆଉ ସେ ବହୁତ ଭଲ ଏବଂ ସଚ୍ଚୋଟ ବ୍ୟକ୍ତି ମଧ୍ୟ ଥିଲେ। ନେକ୍ସଟ କହିଛନ୍ତି ଜଣେ ମିଲାର ଥିଲେ, ଯିଏ ବହୁତ ଧନୀ ଏବଂ ମୋଟା ଥିଲା। ତା ନାକରେ ବହୁତ ବଡ ଗୁଣ୍ଡ ପୁଣିଆ ଥିଲା, ଗୋଟେ ବଥ ଟାଇପ ର ଥିଲା। ସେ ଲୋକମାନଙ୍କୁ ବୋକା ବନଉଥିଲା ଆଉ ମାନେ ଶସ୍ୟ ଚୋରି କରୁଥିଲା। ଜଣେ ପୁରୁଷ ଥିଲା ତାଙ୍କ ଭିତରେ। ଆଉ ଜଣଙ୍କ ବିଷୟରେ କହିଲେ ଜଣେ ପୁରୁଷ ମେନକ୍ଲିଫ ଥିଲେ, ଯିଏ ଓକିଲ ମାନଙ୍କ ପାଇଁ ଖାଦ୍ୟ କିଣୁଥିଲା। ସେ ନା ବହୁତ ଚତୁର ଥିଲା ଏବଂ ସବୁବେଳେ ଟଙ୍କା ସଞ୍ଚୟ କରିବାର ଉପାୟ ଖୋଜୁଥିଲା, କେମିତି ସେ ଟଙ୍କା ରୋଜଗାର କରିବ। ଯଦିଓ ସେ ଅନ୍ୟମାନଙ୍କୁ ବୋକା ବନଉଥିଲା। ଅନ୍ୟମାନଙ୍କୁ ବୋକା ସିନା ବନଉଥିଲା, ବାସ୍ ନିଜେ ପଇସା ଲୁଟିବା ପାଇଁ। ତାପରେ ଜଣଙ୍କ ବିଷୟରେ କହିଲେ ଜଣେ ରିପ୍ ଥିଲେ, ଯିଏକି ଜମି ମାଲିକଙ୍କ ପାଇଁ କାମ କରୁଥିଲା। ସେ ବହୁତ ଚତୁର ଥିଲା ଆଉ ସେ ନା ଇମିଜିମି ଚତୁର ନୁହେଁ, ମାନେ ଚତୁରଠୁ ବି ଅଧିକ ଚତୁର ଥିଲା, ତମ ଭାବନ ଠାରୁ ଅଧିକ। ସେ କୋଉଠି କଣ ଘଟୁଛି ସେ ବିଷୟରେ ସବୁ କିଛି ଡିଟେଲ୍ସ ଜାଣିଥିଲା। ଆଉ ସେ କୌଣସି ବ୍ୟକ୍ତି, ମାନେ ଯେକୌଣସି ବ୍ୟକ୍ତି ହଉନା କାହିଁକି, ତାଙ୍କୁ ସେ ବୋକା ବନେଇବ। ତା ଆଗରେ କେହି ବି ଫେରିକି ଆସିପାରିବନି, ସେ ସମସ୍ତଙ୍କୁ ବୋକା ବନଉଥିଲା। ତାପରେ ଦେଖିଲେ କି ଆଉ ଶେଷରେ ଜଣେ ସନକାରୀ ଥିଲେ, ସମନକାରୀ, ଯାହାଙ୍କର ମୁହଁ ପୁରା ଲାଲ ଏବଂ ବ୍ରଣରେ ପୁରା ପୁରୀ ଥିଲା। ସେ ଲୋକମାନଙ୍କୁ ନା କୋର୍ଟକୁ ଡାକିଥିଲେ ଆଉ ସେ ରସୁଣ ପିଆଜ ଖାଇବାକୁ ମଧ୍ୟ ବହୁତ ଭଲ ପାଉଥିଲେ ଏବଂ ସେ ଇଂଲିଶ ସହିତ ଲାଟିନ ଶବ୍ଦ ମଧ୍ୟ କହିପାରୁଥିଲେ। ଯେହେତୁ ଏମାନେ ଇଂଲଣ୍ଡର ଲୋକ, ସେଥିପାଇଁ ଏକ୍ସଟ୍ରା ଯଦି ସେମାନେ କିଛି ଲାଙ୍ଗୁଏଜ ଜାଣିଛନ୍ତି, ରାଇଟର ଆମକୁ ଏଠି ଜଣାଉଛନ୍ତି। ତାଙ୍କ ସହିତ ତାଙ୍କର ଜଣେ ଥିଲା ପାଡୋନର ଥିଲେ, ଯିଏକି ଯାହାଙ୍କୁ ମାନେ ବହୁତ ଲମ୍ବା କେଶ ତାଙ୍କର ଥିଲା ଏବଂ ସେ ତାଙ୍କର ବହୁତ ପତଳା ସ୍ୱର ଥିଲା। ସେ ଲୋକମାନଙ୍କୁ ନକଲି ପବିତ୍ର ଜିନିଷ ବିକ୍ରି କରୁଥିଲେ। ପବିତ୍ର ଜିନିଷ କହିକି ନକଲି ଜିନିଷ ଗୁଡିକ ସବୁ ବିକ୍ରି କରୁଥିଲେ ଏବଂ ସେ ଭାବୁଥିଲେ କି ସେ ବହୁତ ଭଲ ଗୀତ ଗାଇ ପାରନ୍ତି।
तो एतिकी लोक थिले जो माननकु नेइकी से जाउथले कांट्रोबरी यात्रा रे एंड समस्त विषय कहले से क्यारेक्टर केमिति मु मूलर जो कही अलग अलग लोक जाइए अलग लोक मैंने तुम बुझीपार समस्त बिहेवियर जो मानकर कथबार्ता समस्त इच्छा से काम समस्त अलग अलग एमती विभिन्न प्रकार एतिकी लोक नहीं से कैंटरबरी यात्रा करुले समस्त डिटेल्स मुझे कहली। तो ସେମାନଙ୍କୁ ଯୋଉ ସେମାନେ ନେଇକି ଯାଉଥିଲେ ଯିବା ପାଇଁ ଗୋଟେ ଘର କହିଥିଲି ଫାଷ୍ଟ ରେଷ୍ଟ ହାଉସ୍ ହିସାବରେ ସେମାନେ ଆସି ରହୁଥିଲେ। ତ ସେ ସ୍ଥାନର ଜଣେ ଓନର ଥିଲେ ଯାହାଙ୍କ ନାଁ ହେଉଛି ହ୍ୟାରି ବେଲି। ସେ ବହୁତ ଆକର୍ଷଣ ବ୍ୟକ୍ତି ଥିଲେ ଆଉ ସେ ଭାବିଲେ କି ଯାତ୍ରାଟା ବହୁତ ଲମ୍ବା କାରଣ ସେ ପ୍ରାୟ ଯାଉଛନ୍ତି ଲୋକମାନଙ୍କୁ ନେଇକି ବହୁତ ଲମ୍ବା ଅଟେ ତ ତାକୁ ଆମେ କେମିତି ମଜାଦାର କରିବା ଯେମିତି ଲୋକ ବୋରିଂ ନ ହେବେ। ତ ସେ କହିଲେ କି ଦେଖ ଆମେ ସମସ୍ତେ କ୍ୟାଣ୍ଟରବରୀ ଯାଉଛେ ସମସ୍ତେ କ୍ୟାଣ୍ଟରବରୀ ଯିବା ସମୟରେ ଦୁଇଟି କାହାଣୀ କହିବେ ଏବଂ ଫେରିବା ସମୟରେ ଦୁଇଟି କାହାଣୀ କହିବେ ପ୍ରତି ଲୋକ ଯିଏ ସବୁଠୁ ଭଲ କାହାଣୀ କହିବ ସେ ମୋ ପାଖରୁ ମାନେ ସେ ଯୋଉ ହ୍ୟାରି ବେଲି କହିଲେ କି ତମେ ମୋ ପାଖରୁ ଏକ ବଡ଼ ଏବଂ ସ୍ୱାଦିଷ୍ଟ ଖାଦ୍ୟ ପାଇବ ଗୋଟେ ତାଙ୍କୁ ଟ୍ରିଟ୍ ଦିଆଯିବ। ଅନ୍ୟ ସମସ୍ତଙ୍କୁ ଖାଦ୍ୟର ଖର୍ଚ୍ଚ ନିଜେ ନିଜେ କରିବେ ନିଜ ନିଜ ଖାଦ୍ୟ ଖର୍ଚ୍ଚ କରିବେ କିନ୍ତୁ ଯିଏ ବହୁତ ଭଲ ଷ୍ଟୋରି କହିଥିବ ମୁଁ ତା ଖାଇବା ଖର୍ଚ୍ଚଟା ଉଠେଇବି। ତ ସମସ୍ତଙ୍କୁ ଏ ପରାମର୍ଶ ବହୁତ ପସନ୍ଦ ଆସିଲା ଏବଂ ହ୍ୟାରି ବେଲି କହିଲେ ଯେ ସେ ନିଜେ ଏହି ପ୍ରତିଯୋଗିତାରେ ବିଚାରକ ହେବେ ମାନେ ଜଜ୍ କରିବେ କି ଏଣ୍ଡ ସେ କହିବେ କି କିଏ ଆକ୍ଚୁଆଲି ଭଲ ଗୀତଟା ଗାଇଲା ଏବଂ ଏହିପରି ଭାବରେ ସମସ୍ତେ କାହାଣୀ କହିବାକୁ ପ୍ରସ୍ତୁତ ହେଲେ। ତେଣୁ ଏଇଠାରୁ କ୍ୟାଣ୍ଟରବରୀ ଟେଲ୍ସର ମୂଳ କାହାଣୀ ଆରମ୍ଭ ହେଉଛି ଯେଉଁଠାରେ କି ଭିନ୍ନ ଭିନ୍ନ ଲୋକମାନେ ସେମାନଙ୍କ ଜୀବନ କାହାଣୀ ଆକର୍ଷଣୀୟ ଘଟଣା ଏବଂ ସମସ୍ତଙ୍କୁ ଶିଖାଉଥିବା ଶିକ୍ଷା କୁହନ୍ତି। ତ ଚସର ଆମକୁ ଏଇ ସମସ୍ତ ଲୋକମାନଙ୍କ ସହିତ ପରିଚୟ କରାଇଲେ। ଚସର ଆମକୁ ଏସବୁ ବିଷୟରେ ଏଠି କହିଲେ ଆଉ ଏଠି ଦେଖେଇଲେ କି ସେମାନେ ସିନା ଗୋଟେ ଉଦ୍ଦେଶ୍ୟରେ ଗୋଟେ ଜାଗା ଯାଉଥିଲେ କି ସେ ସନ୍ଥକୁ ଦେଖା କରିବେ ମନର ଶାନ୍ତି କରିବେ କିନ୍ତୁ ପ୍ରତ୍ୟେକ ନିଜ ନିଜର ଯୋଉ ଭିନ୍ନ ଦୁନିଆରେ ଆଉ ନିଜସ୍ୱ ଭିନ୍ନ ଭିନ୍ନ ଚିନ୍ତାଧାରାରେ ସେ ସେତେବେଳେ ବି ସେ ସେଠି ଥିଲେ। ତ ଏତିକି ଥିଲା ପୁରା ଟପିକଟା ଆମର ଦ ଜେନେରାଲ ପ୍ରୋଲୋଗ ଅଫ କ୍ୟାଣ୍ଟରବରୀ ଟେଲ୍ସ। ତାପରେ ନେକ୍ସଟ ଭିଡିଓ ମୁଁ ନେଇ ଆସିବି ଦ କ୍ୟାଣ୍ଟରବରୀ ଟେଲ୍ସ। ସେଇଠିରେ ଥିବ କି ଏମାନେ ସବୁ ନିଜେ ନିଜେ କୋଉ କୋଉ ସବୁ କାହାଣୀ କହିଛନ୍ତି ଏଠି କେବଳ କ୍ୟାରେକ୍ଟରଙ୍କ ବିଷୟରେ ଏଠି କୁହାଗଲା ସେମାନଙ୍କ ଚିନ୍ତାଧାରା ବିଷୟରେ କୁହାଗଲା। ତ ଏଇଟା ଥିଲା ଓନ୍ଲି ଜେନେରାଲ ପ୍ରୋଲୋଗ। ନେକ୍ସଟ ଭଲରେ ମୁଁ କହୁଛି ନେକ୍ସଟ ହଉଛି ସେମାନେ ଯୋଉ ଯୋଉ ଷ୍ଟୋରି କହିଥିଲେ ତାକୁ ନେଇକି ବହୁତ ଭଲ ଷ୍ଟୋରି ହେଇଥିଲା ଯୋଉଟା କି ବହୁତ ଚର୍ଚ୍ଚାର ବିଷୟ ଥିଲା କି କ୍ୟାଣ୍ଟରବରୀ ଟେଲ୍ସ ଯାହା ପାଇଁ ଜୋଫେରି ଚସର ବହୁତ ଫେମସ ହେଇଥିଲେ ଆଉ ତାଙ୍କୁ ମଧ୍ୟ ଦ ଫାଦର ଅଫ ଇଂଲିଶ ପଏଟ ବୋଲି ବି କୁହାଯାଏ ତମେ ଜାଣିଥିବ। ତ ତାଙ୍କର ଏଇସବୁ ଚିନ୍ତାଧାରା ଅନୁସାରେ ଆଉ ସେ ନିଜେ ସେ ଲୋକମାନଙ୍କ ସହ ମିଶିକି ହିଁ ଏସବୁ ଆଣିକି ଆମ ପାଖରେ ରିପ୍ରେଜେଣ୍ଟ କରିଛନ୍ତି ଏସବୁ କ୍ଷମତା କେବଳ ଜୋଫେରି ଚସରଙ୍କ ପାଖରେ ହିଁ ବେଷ୍ଟ ଅଛି। ଏଣ୍ଡ ଏଇଟାକୁ ମୁଁ ଆଶା କରୁଛି ଭଲସେ ବୁଝିପାରିଥିବ ଯିଏ ନ ବୁଝିପାରିଥିବ ସବୁବେଳେ କହିଲା ପରେ ମୁଁ କହୁଛି ତମେ ଆରାମସେ କମେଣ୍ଟ କର ଆରାମସେ ମୁଁ ଜଣେ ବି କମେଣ୍ଟ କଲେ ମୁଁ ତା ପାଇଁ ନିହାତି ଆଉ ଥରେ ଭଲସେ ବୁଝେଇ ଦେଇପାରିବି। ଦେନ୍ ତମେ ମୋତେ ସବସ୍କ୍ରାଇବ କର ଯେମିତିକି ମୁଁ ନେକ୍ସଟ କ୍ୟାଣ୍ଟରବରୀ ଟେଲ୍ସ ଆଣିବି ଆଉ ତମେ ତାହାକୁ ବହୁତ ଭଲ ଭାବରେ ପଢିପାରିବ। ଥ୍ୟାଙ୍କ ୟୁ।